ଗଞ୍ଜାମ ଜିଲ୍ଲାର ଗୋଟେ ଅପୂରଣ କ୍ଷତି ଘଟିଲା କାହିଁକିନା ସେ 10 ଥର ବିଧାୟକ ଥିଲେ ଆଉ 10 ବିଧାୟକ ସମୟରେ ସେ ଆପଣ ଦେଖିବେ ପ୍ରମାଦ ପ୍ରଭୁ ବିଜୁ ପଟ୍ଟନାୟକ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବହୁତ ଥର ପଞ୍ଜାବ ଯାଚିଥିଲେ କିନ୍ତୁ ସେ ସବୁବେଳେ କ୍ଷମତାରୁ ଦୂରରେ ରହିବାକୁ ଚେଷ୍ଟା କରୁଥିଲେ ଲୋକଙ୍କର କେମିତି ସମସ୍ୟାର ସମାଧାନ ହେବ ଆଉ ନିର୍ବାଚନର ବିକାଶ ସହିତ ଗଞ୍ଜାମର ବିକାଶ ହେବ ଆଉ ସାରା ଓଡ଼ିଶାର ବିକାଶ ଏଥିରେ ସେ ଚିନ୍ତିତ ଥିଲେ ତେଣୁ ତାଙ୍କଠୁ ଆମେ ଶିକ୍ଷା କରୁଥିଲୁ କେମିତି ମାନେ ସେ ବାରମ୍ବାର ଯେଉଁ 10 ଥର ବିଧାୟକ ହେଇଥିଲେ ଖଲିକୋଟରୁ 8 ଥର ଆଉ କୌଶଳରୁ 2 ଥର ତାର କୌଶଳଟା ସେ ଆମକୁ ଶିଖାଇଥିଲେ ଯାହାଫଳରେ କି ମୋ ଜୀବନରେ ମଧ୍ୟ ସେ ଗୋଟେ ମୁରବୀ ଥିଲେ ତଥାପି ଗଞ୍ଜାମ ଜିଲ୍ଲାରେ ସେ ଗୋଟେ ମୁରବୀ ଥିଲେ କେମିତି ଲୋକଙ୍କର ସେବା କରାଯାଏ ଆଉ ଲୋକମାନେ କେମିତି ଭଲ ପାଇବେ ଲୋକପ୍ରିୟତା ତେଣୁ ତାଙ୍କର ଲୋକପ୍ରିୟତା ପୁରା ଶୀର୍ଷରେ ଥିଲା ହଁ ଲାଇବ୍ରେରୀ ସେ ଅଧିକ ଗୁରୁତ୍ୱ ଦେଉଥିଲେ ସେ ବହୁତ ସମୟରେ ସେ ନିଜେ ତ MA ପାସ୍ କରିଥିଲେ ବହୁତ ସମୟ ସେ ପଢ଼ୁଥିଲେ ଆଉ ବହୁତ ପୁସ୍ତକ ସଂଗ୍ରହ କରି ରଖୁଥିଲେ ଆଉ ସେ ତାଙ୍କର ଯେଉଁ ରାଜବଂଶ ସ୍ୱାଧୀନତା ସଂଗ୍ରାମ ପ୍ରତି ତାଙ୍କର ଉତ୍କଳ ସମ୍ମିଳନୀ କରିବା ତାଙ୍କ ଇଏ ରମ୍ଭାରେ ଏସବୁ ତାଙ୍କର ବହୁତ ଖ୍ୟାତି ଥିଲା ଆଉ ବିଶେଷତଃ ଗଞ୍ଜାମ ଜିଲ୍ଲାରେ କୃଷି ସ୍ୱାସ୍ଥ୍ୟ ଶିକ୍ଷାର ରାମଚନ୍ଦ୍ର ମଜୁମଦାରଠୁ ଆରମ୍ଭ କରି ହରିହର ମଜୁମଦାର ସମସ୍ତଙ୍କର ଗୋଟେ ତାଙ୍କର ଅବଦାନ ଥିଲା ତେଣୁ ତାଙ୍କୁ ଆମେ ଭୁଲିପାରିବା ନାହିଁ ତା ସହିତ ମଧ୍ୟ ବିଧାନସଭାରେ ସେ ବହୁ କମିଟିର ସଦସ୍ୟ ଥିଲେ ଆଉ ସେଥିରେ ମଧ୍ୟ ବିଧାନସଭାରେ ବସିଲା ବେଳେ ମଧ୍ୟ ସମସ୍ତଙ୍କ ଗୋଟେ ଆଦର୍ଶ ଥିଲେ ସେ ବହୁତ ମାନେ ଡିବେଟ୍ରେ ଅଂଶଗ୍ରହଣ କରୁଥିଲେ ତାଙ୍କଠୁ ଆମେ ଶିଖିଥିଲୁ କେମିତି ବିଧାନସଭାରେ କାର୍ଯ୍ୟ କରିବାକୁ ପଡ଼େ ତେଣୁ ସବୁ କ୍ଷେତ୍ରରେ ସେ ଜଣେ ମହାନାୟିକା ଥିଲେ ଯାହାକି ଗୋଟେ ମୁରବୀ ଥିଲେ ଆଉ ତାଙ୍କଠୁ ଆମେ ଶିକ୍ଷା ବହୁତ କରିଛୁ ତାଙ୍କୁ କିଏ ଭୁଲିବ ନାହିଁ ଆଦର୍ଶ ମହିଳା ଯିଏକି ରାଜବଂଶ ଜନ୍ମଗ୍ରହଣ କରି ମଧ୍ୟ ସେ ସାଧାରଣ ଲୋକ ଭଳିଆ ଚଳୁଥିଲେ ତେଣୁ ଏଭଳିଆ ଆମେ ଗୋଟେ ହରେଇଲୁ ଯାହାକି ଅପୂରଣ କ୍ଷତି ଘଟିଲା ତାହା କେବେ ହେଲେ ପୂରଣ ହୋଇପାରିବ ନାହିଁ।